ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀର ସାମାଜିକ ବିଜ୍ଞାନ ପ୍ରଥମ ଅଧ୍ୟାୟ ଯେଉଁଟାକି ଭାରତର ଭୌଗୋଳିକ ବିବିଧତା ବିଷୟରେ ଆମେ ଜାଣିବା। ପିଲାମାନେ ତୁମେ କେବେ ଭାବିଛ କି ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ପଟେ ବରଫାବୃତ ପାହାଡ଼ ଅଛି ହେଲା, ଆଉ ଗୋଟିଏ ପଟେ ବିଶାଳ ସମତଳ ଭୂମି ଅଛି, ମାଳଭୂମି ମଧ୍ୟ ଅଛି ଏବଂ ସମୁଦ୍ର ଉପକୂଳ ମଧ୍ୟ ଅଛି, ଦ୍ୱୀପପୁଞ୍ଜ ମଧ୍ୟ ଅଛି। ଏହି ସବୁ ପ୍ରକାରର ଭୂମିରୂପ ଯେଉଁଠି ଦେଖିବାକୁ ମିଳେ ସେଠି ବିଭିନ୍ନତା ଦେଖାଯାଇଥାଏ। ହଁ, ମୁଁ କହୁଛି ଆମ ପ୍ରିୟ ଦେଶ ଭାରତ ବିଷୟରେ। ଭାରତ ଏକ ସଂସ୍କୃତିରେ ନୁହେଁ ବରଂ ଏହାର ଭୂଗୋଳରେ ମଧ୍ୟ ଅନେକ ବିବିଧତାରେ ପୂରି ରହିଛି। ଆଜିର ଏହି ଭିଡ଼ିଓରେ ଆମେ ଶିଖିବା ଭାରତର ଭୌଗୋଳିକ ବିବିଧତା କ'ଣ ଏବଂ କିପରି ଆମ ଜୀବନକୁ ପ୍ରଭାବିତ କରିଥାଏ, ଏସବୁ ବିଷୟରେ ଆମେ ଜାଣିବା। ଆଚ୍ଛା, এই ভৌগোলিক বিবিধতা କ'ଣ? এই ভৌগোଳିକ ବିବିଧତା କ'ଣ? କୌଣସି ଦେଶରେ ବିଭିନ୍ନ ପ୍ରକାରର ଭୂମିରୂପ କିମ୍ବା ଜଳବାୟୁ କିମ୍ବା ନଦୀ, ମାଟି, ଉଦ୍ଭିଦ ଏହି ପ୍ରାକୃତିକ ସମ୍ପଦର ଉପସ୍ଥିତିକୁ ଆମେ ଭୌଗୋଳିକ ବିବିଧତା କହିଥାଉ। ହେଲା, ଦେଖ এই ଭାରତର ଭୌଗୋଳିକ ବିବିଧତା ହେଲା, এই ଭାରତର ଭୌଗୋଳିକ ବିବିଧତାର ଆଜି ଆମେ ପଢ଼ିବା ଯେ ଭାରତର ଭୌଗୋଳିକ ବିଚିତ୍ର ଗୁଡ଼ିକ ତାର ଭୂମିର ଦେଖ, এই ଭାରତ ମାନଚିତ୍ରକୁ ଦେଖ ହେଲା, ମାନଚିତ୍ରରେ ବିଭିନ୍ନ ରଙ୍ଗର କାହିଁକି ବ୍ୟବହାର କରାଯାଇଛି? ଏଠି ଶାଗୁଆ ଅଛି, ଏଇଟା ହଳଦିଆ ଅଛି। ହଁ, ତମେ ପୂର୍ବ ଶ୍ରେଣୀରେ ବିଭିନ୍ନ ପ୍ରକାରର ଭୂମିରୂପ ଏବଂ ସେମାନଙ୍କର ରଙ୍ଗ କିପରି ଦିଆଯାଇଥାଏ ତମେ ଜାଣିଥିବ। ସମତଳ ଭୂମିକୁ କିପରି ରଙ୍ଗ ଦିଆଯାଏ, ପର୍ବତ ଭୂମି ଏବଂ ମାଳଭୂମି ବିଷୟରେ ତମେ ନିଶ୍ଚୟ ପଢ଼ିଥିବ। ହେଲା, এই ଭାରତ ପିଲେ ଭାରତ ହେଉଛି ସପ୍ତମ ବୃହତ୍ତମ ଦେଶ। ହେଲା, ସପ୍ତମ ବୃହତ୍ତମ ଦେଶ ଏବଂ ଏସିଆ ମହାଦେଶର ଗୋଟେ ଅଂଶ। ହେଲା, এই ଏସିଆ ମହାଦେଶ କିଏ କିଏ ଅଛନ୍ତି? ଆମ ପଡ଼ୋଶୀ ଯେଉଁଟାକି ପାକିସ୍ତାନ, ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା ଏବଂ ମିଆଁମାର ଏସବୁ ଭାରତର ପଡ଼ୋଶୀ ଦେଶ। এই ଯେଉଁ ଭୌଗୋଳିକ ଦୃଷ୍ଟିକୋଣରୁ ଆମେ ଦେଖିଲେ ହେଲା, ଭାରତକୁ 6ଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି। କେତୋଟି? ନା 6ଟି ପ୍ରାକୃତିକ ବିଭାଗରେ ଭାଗ କରାଯାଇଛି, ବିଭକ୍ତ କରାଯାଇଛି। ଚାଲ ପିଲେ ଗୋଟି ଗୋଟି କରି ଆମେ ସେଗୁଡ଼ିକୁ ଜାଣିବା ଏବଂ ବୁଝିବା। ଦେଖ, এটা ଭାରତ ହେଲା, এই ଭାରତ ଭୌଗୋଳିକ ବିବିଧତା ଦେଖ, ଭାରତ ଏଇଟା ଅଛି, ଏଠି ରହିଲା ଥର୍ ମରୁଭୂମି, ଦେଖୁଛ ଏ ହଳଦିଆ ଦିଶୁଛି ଥର୍ ମରୁଭୂମି। ଆଚ୍ଛା, ଆଉ ଏଇଟା ପୂର୍ବ ଘାଟ, ହିମାଳୟ ପର୍ବତମାଳା ଏଇଠି, ତାକୁ ମୁଁ ହାଇଲାଇଟ୍ କରିଦେଉଛି। ଏଇଟା ଏଇଟା ହିମାଳୟ ପର୍ବତମାଳା ପୁରା ଧନୁ ପରି ହେଇଛି ହେଲା। ଆଉ ଏଇଟା ହେଉଛି ଥର୍ ମରୁଭୂମି, ଆଉ এইটা ହେଉଛି ଆମର ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ। ଏ ଯେଉଁ ବାଦାମୀ ରଙ୍ଗ ଦିଶୁଛି ଏଇଟା ଆମର ଦକ୍ଷିଣାତ୍ୟ ମାଳଭୂମି,
ଏଇଟା ଉତ୍ତରସ୍ଥ ସମତଳ ଭୂମି। ଆମେ ଏ ବିଷୟରେ ଡିଟେଲ ଆଲୋଚନା କରିବା। ଦେଖ, ଆମେ ଜାଣିଛେ ଭାରତକୁ ପ୍ରାକୃତିକ ଦୃଷ୍ଟିକୋଣରୁ 6ଟି ବିଭାଗରେ କ'ଣ କରାଯାଇଛି, ଭାଗ କରାଯାଇଛି। ଗୋଟିଏ ହେଲା ଉତ୍ତରସ୍ଥ ହିମାଳୟ ହେଲା, ଗୋଟେ ହେଉଛି ଉତ୍ତରସ୍ଥ ହିମାଳୟ, ଦୁଇରେ ହେଉଛି ଉତ୍ତରସ୍ଥ ସମତଳ ଅଞ୍ଚଳ, ଆଉ ତିନିରେ ହେଉଛି ପଶ୍ଚିମର ମରୁଭୂମି, ଚାରିରେ ଦକ୍ଷିଣରେ ମାଳଭୂମି, ପାଞ୍ଚରେ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ, ଆଉ 6ରେ ଦ୍ୱୀପପୁଞ୍ଜ। ଓକେ, ଏସବୁ ବିଷୟରେ ଆମେ ଆଲୋଚନା କରିବା ହେଲା। ଦେଖ, ଉତ୍ତରରେ ପର୍ବତମାଳା ଅଛି। ଏ ମାନଚିତ୍ରକୁ ଭଲ ଭାବରେ ଲକ୍ଷ୍ୟ କର। ଉତ୍ତରରେ ପର୍ବତମାଳା ଅଛି, ତା ତଳକୁ ଉତ୍ତରର ଭାରତୀୟ ସମତଳ ଭୂମି ହେଲା, ମାଳଭୂମି, ମରୁଭୂମି, ଉପକୂଳବର୍ତ୍ତୀ ଦ୍ୱୀପପୁଞ୍ଜ ମୁଁ ଆଗରୁ କହିଛି ହେଲା। ଦେଖ, ଉତ୍ତରର ପର୍ବତମାଳା, ଉତ୍ତରର ପର୍ବତମାଳା ଏଟା ହିମାଳୟ ହେଲା। ଏହାର ମୁଖ୍ୟ ବିଷୟ ହେଉଛି ଭାରତର ଉତ୍ତର ଦିଗରେ, ଦେଖ ଭାରତର, ଆମେ ଜାଣିଛେ ଭାରତର ଉତ୍ତର ଦିଗରେ ହିମାଳୟ ଅଛି ହେଲା। ଏଟା ଆମ ଭାରତ, ଯୋଉଟା ଉତ୍ତରରେ ହିମାଳୟର ପର୍ବତମାଳା, ଏହା ଉତ୍ତର ସୀମାରେ ଗୋଟେ ପାଚେରୀ ଭଳି ଠିଆ ହୋଇଛି। ଏହା ପୃଥିବୀର ସବୁଠାରୁ ପିଲେ ଉଚ୍ଚ ପର୍ବତ ଶ୍ରେଣୀ ହେଲା। ଏହାର ବିଶେଷତ୍ୱ କ'ଣ ନା, ପୃଥିବୀର ସବୁଠାରୁ ବଡ଼ ଶୃଙ୍ଗ ଯୋଉଟାକି ଏହି ଅଞ୍ଚଳରେ ଅଛି ହେଲା। ଏଠାରେ ବର୍ଷ ସାରା ବରଫ ଜମି ରହେ ଏବଂ ଏହା ଆମ ଦେଶକୁ ଶୀତଳ ପବନରୁ ରକ୍ଷା କରେ ହେଲା। ଯେହେତୁ ଏଟା ବର୍ଷ ସାରା ବରଫ ପଡ଼େ ବା ବରଫ ଜମି ରହେ, ବରଫ ତରଳି ଗଙ୍ଗା, ଯମୁନା, ସିନ୍ଧୁ ଭଳି ପବିତ୍ର ନଦୀ ଏଇଠାରୁ ହିଁ ବାହାରିଛି ହେଲା। ଦେଖ, ଭାରତର ଉତ୍ତର ଦିଗରେ ପ୍ରହରୀ ପରି ଠିଆ ହେଇଛି, ଏଇଟା ଦେଖୁଛ ଏ ଚିତ୍ରରେ ହେଲା। ସେପଟେ ଚୀନ ଅଛି। ଏହା ମୁଖ୍ୟତଃ 3 ଭାଗରେ ବିଭକ୍ତ କରାଯାଇଛି। ଏହି ପାହାଡ଼କୁ 3 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହିମାଦ୍ରି, ଯୋଉଟା ପିକ୍ ଅଫ୍ ଦି ମାଉଣ୍ଟେନ୍, ଯୋଉଟା ଉପରେ ଅଛି, 3 ଭାଗରେ ବିଭକ୍ତ କରାଯାଇଛି। ଧରି ଏଇଟା ପାହାଡ଼, ଉପରେ ଅଛି ହିମାଦ୍ରି, ଆଉ ମଝିରେ ହେଉଛି ହିମାଚଳ, ଆଉ ତଳେ ଅଛି ଶିବାଲିକ ଅଞ୍ଚଳ ହେଲା। ଏଇଟା ବହୁତ ସୁନ୍ଦର ପରିବେଶ ବା ଅଞ୍ଚଳ। ଏଠାକୁ ମଧ୍ୟ ଆମେ ପର୍ଯ୍ୟଟନ ସ୍ଥଳୀ ରୂପେ ମଧ୍ୟ ବେଶ ଜଣାଶୁଣା। ଏହା ଉତ୍ତରରୁ ଆସୁଥିବା ଥଣ୍ଡା ପବନରୁ ରକ୍ଷା କରେ। ଏ ଯେଉଁ ପାହାଡ଼ ଅଛି, ଉତ୍ତରରୁ ଯେଉଁ ଥଣ୍ଡା ପବନ ଆସିଛି, ଏ ପାହାଡ଼ଟା ପାଚେରୀ ବା ବାଡ଼ା ପରି ଏହି ପବନକୁ ରକ୍ଷା କରେ ଏବଂ
ବର୍ଷା ଆଣିବାରେ ସାହାଯ୍ୟ କରେ। ତମେ ଜାଣିଛ ପାହାଡ଼ ଉପରେ ପିଟି ହେଇ ଯେଉଁଟାକି ବରଫ ମେଘ ଘନୀଭୂତ ହୋଇ ବର୍ଷା କରାଏ, ତେଣୁ ଏଠାରେ ବର୍ଷା ଆଣିବାରେ ସାହାଯ୍ୟ କରେ। କେଇଟା? ଏଇ ହିମାଳୟଟା ହେଲା। 2 ନମ୍ବରରେ ଅଛି ଉତ୍ତରସ୍ଥ ସମତଳ ଅଞ୍ଚଳ। ଉତ୍ତରସ୍ଥ ସମତଳ ଅଞ୍ଚଳ, ଉତ୍ତର ଏବଂ ଉତ୍ତର ପୂର୍ବ ସମତଳ ଭୂମି ହେଲା। ହିମାଳୟର ଠିକ ତଳକୁ ଅଛି ବିସ୍ତୀର୍ଣ୍ଣ ସମତଳ ଭୂମି ହେଲା, ଯାହା ଆମକୁ ଗଙ୍ଗେୟ ସମତଳ ଭୂମି ବୋଲି କହିଥାଉ। ଏହାର ବିଶେଷତ୍ୱ ହେଲା ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସିନ୍ଧୁ ନଦୀ ଦ୍ୱାରା ଏହି ସମତଳ ଭୂମି ଗଠିତ ହୋଇଥାଏ। ନଦୀମାନଙ୍କ ଦ୍ୱାରା ଆସୁଥିବା ଯେଉଁ ପଟୁ ମାଟିଟି ଯୋଗୁଁ ଏହି ଅଞ୍ଚଳ ବହୁତ ଉର୍ବର ଥାଏ। ସେଥିପାଇଁ ଏଠାରେ ପ୍ରଚୁର ପରିମାଣରେ ଚାଷ ହୁଏ ଏବଂ ଏହାକୁ ମଧ୍ୟ ଭାରତର ଅନ୍ନଭଣ୍ଡାର ମଧ୍ୟ କୁହାଯାଏ। କାହାକୁ? ଏଇ ଉତ୍ତର ସମତଳ ଭୂମିକୁ। କାହିଁକି କୁହାଯାଏ? ନା ନଦୀମାନଙ୍କ ଦ୍ୱାରା ଆସୁଥିବା ପଟୁ ମାଟି ଯୋଗୁଁ ଏହି ଅଞ୍ଚଳରେ ବହୁତ ଉର୍ବର ଥାଏ। ସେଥିପାଇଁ ଏଠାରେ ପ୍ରଚୁର ଚାଷ ହୁଏ ହେଲା, ତେଣୁ ଏହାକୁ ଅନ୍ନଭଣ୍ଡାର ମଧ୍ୟ କୁହାଯାଏ ହେଲା। ଅତ୍ୟନ୍ତ ଉର୍ବର, କୃଷି ପାଇଁ ଅତ୍ୟନ୍ତ ଉପଯୋଗୀ ହେଲା। ଏହା ଜନସଂଖ୍ୟା ଏବଂ ଜନବସତି ଏଠାରେ ସର୍ବାଧିକ। କାହିଁକି? ନା ଯେହେତୁ ଏହି ଅଞ୍ଚଳଟା ଉର୍ବର ଥାଏ, ଉର୍ବର ହେଲା ଏବଂ ଚାଷ କରିବା ପାଇଁ ଅନୁକୂଳ ହୋଇଥାଏ, ତେଣୁ ସେ ଅଞ୍ଚଳରେ ଜନସଂଖ୍ୟା ଏବଂ ଜନବସତି ଗଢ଼ି ଉଠିଥାଏ। ଦେଶର ସର୍ବାଧିକ ଜନବସତି ଏଠାରେ ଦେଖାଯାଏ ହେଲା। କାହିଁକି? ନା ଉର୍ବର ଥିବାରୁ, ସମତଳ ଭୂମି ଥିବାରୁ। ତାପରେ ଆମେ ମରୁଭୂମି, ପଶ୍ଚିମର ମରୁଭୂମି, ଏଇଟା ପଶ୍ଚିମ ପଟେ ଅଛି ହେଲା। ପଶ୍ଚିମରେ ମରୁଭୂମି। ଦେଖ, ଥର୍ ମରୁଭୂମି କଥା ତମେ ଶୁଣିଥିବ ହେଲା। ଏବେ ଟିକେ ପଶ୍ଚିମ ଆଡ଼କୁ ଯିବା ପିଲେ। ଏଇଟା ଦେଖ, ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ। ଯଦି ଏଇଟା ଭାରତ ହୁଏ, ଉତ୍ତରରେ ହିମାଳୟ ଗଲା, ତା ତଳକୁ ଟିକେ ସମତଳ ଭୂମି, ପଶ୍ଚିମ ପଟେ ଆମର ମରୁଭୂମି ଅଛି ହେଲା। ଯେଉଁଠି ରାଜସ୍ଥାନ, ଗୁଜୁରାଟ ପାଖରେ ରାଜସ୍ଥାନର ଥର୍ ମରୁଭୂମି ହେଲା। ଏଇଟା ଦେଖ, ଏଇଟା ଥର୍ ମରୁଭୂମିର ଗୋଟେ ଭିଡ଼ିଓ ଫଟୋ ଦୃଶ୍ୟ। ଏଠାରେ କେବଳ ବାଲି ଆଉ ବାଲି। ଏଠି ବର୍ଷା ବହୁତ କମ ହୁଏ, ବର୍ଷା କମ ହୁଏ ହେଲା, ଏବଂ ଦିନ ବେଳା ଅତ୍ୟଧିକ ଗରମ ହୁଏ ଏବଂ ରାତିରେ ଅତ୍ୟଧିକ ଥଣ୍ଡା ହୁଏ, 0 ଡିଗ୍ରୀ ତାପମାତ୍ରା ହୋଇଥାଏ। ତେଣୁ ଏଠାକାର ଜୀବନଶୈଳୀ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା, ଆମମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା। ଆଚ୍ଛା, ଏଇ ଥର୍ ମରୁଭୂମି ରାଜସ୍ଥାନ, କ'ଣ ରାଜସ୍ଥାନ, এই ଥର୍ ମରୁଭୂମି ରାଜସ୍ଥାନ, ଗୁଜୁରାଟ, ପଞ୍ଜାବ ଏବଂ ହରିୟାଣା ରାଜ୍ୟରେ ଏହା ବ୍ୟାପିଛି। ଏହି ଅଞ୍ଚଳରେ ରହୁଥିବା ଅଧିବାସୀ ମାନେ ଏଠାକାର ପରିବେଶ ସହ ନିଜକୁ ଖାପ ଖୁଆଇ ବଞ୍ଚିଥାନ୍ତି। ଆଉ ତ କିଛି ଉପାୟ ନାହିଁ, ସେହି ଅଞ୍ଚଳର ସହିତ ଖାପ ଖୁଆଇ ସେମାନେ ଚଳିଥାନ୍ତି। ଏଠାରେ ପାଣି ଅଭାବରୁ ସ୍ତ୍ରୀ ଲୋକମାନେ
ହେଲା ପ୍ରତିଦିନ ବହୁତ ଦୂରକୁ ଯାଇ ପାଣି ଆଣିଥାନ୍ତି। ସେମାନେ ବର୍ଷା ଜଳକୁ ମଧ୍ୟ ସଞ୍ଚୟ କରିଥାନ୍ତି। ହେଲା ତାକୁ ଦରକାର ହେଲେ ସେମାନେ ସେଇ ବର୍ଷା ଜଳକୁ ସେମାନେ ବ୍ୟବହାର କରନ୍ତି। ଏହାକୁ ଟନକା ଟନକା ବା କୁଣ୍ଡ କୁହାଯାଏ। ଟନକା ଟନକା ବା କୁଣ୍ଡ କୁହାଯାଏ। ହେଲା ଆଚ୍ଛା ତାପରେ ଆସିଲା ମାଳଭୂମି। ମାଳଭୂମି এই ମାଳଭୂମି ହେଉଛି ଭାରତର ସର୍ବପୁରାତନ ଭୂଭାଗ ଅଟେ। ହେଲା ଏଇ ଆମର ମାଟିଟା ଭାରତର ମାଟି ଏବଂ ଦକ୍ଷିଣ ଭାଗକୁ ଯୋଉଟା ଦେଖିଲେ ଏହା ଏକ ଓଲଟା ତ୍ରିଭୁଜ ପରି ଦେଖାଯାଏ। ହେଲା ଏ ଯେଉଁ ଚିତ୍ର ଆମେ ଦେଖିବା ଓଲଟା ଚିତ୍ର ପରି ଓଲଟା ତ୍ରିଭୁଜ ପରି ଦେଖାଯାଏ। ଏହାକୁ ଦାକ୍ଷିଣାତ୍ୟ ମାଳଭୂମି କୁହାଯାଏ। କ'ଣ କୁହାଯାଏ? ଦାକ୍ଷିଣାତ୍ୟ ମାଳଭୂମି। ଏହାର ବିଶେଷତ୍ୱ ହେଲା ଏହା ଆମ ଭାରତର ସବୁଠାରୁ ପୁରାତନ ଭୂଭାଗ। ହେଲା ଏହି ଅଞ୍ଚଳ କେବଳ ଖଣିଜ ସମ୍ପଦରେ ଭରପୁର ରହିଥାଏ। କୋଇଲା, ଲୁହା, ମାଙ୍ଗାନିଜ ଭଳି ମୂଲ୍ୟବାନ ସମ୍ପଦ ଏଠାରେ ପ୍ରଚୁର ପରିମାଣରେ ମିଳିଥାଏ। ହେଲା କେଉଁଠି ଦେଖ ଖଣିଜ ସମ୍ପଦ ମିଳିଥାଏ। ହେଲା ଏଇଟା ସାତପୁରା, ଆରବଳି, ପଶ୍ଚିମ ଓ ପୂର୍ବ ଘାଟ ପର୍ବତମାଳାକୁ ଲାଗିକରି ରହିଛି। ତାପରେ ଉପକୂଳବର୍ତ୍ତୀ ସମତଳ ଭୂମି କୋଷ୍ଟାଲ ବେଲ୍ଟ ଯେନ୍ଟା କହୁଛୁ ପ୍ଲେନ୍। ମାଳଭୂମି ପିଲେ ଦୁଇ ପାର୍ଶ୍ୱରେ ଯେଉଁ ମାଳଭୂମି ଆମେ ଏବେ ଏବେ ପଢ଼ିଲା ଦକ୍ଷିଣାତ୍ୟ ମାଳଭୂମିର ଉଭୟ ପାର୍ଶ୍ୱରେ ଅର୍ଥାତ୍ ପୂର୍ବ ଓ ପଶ୍ଚିମରେ ରହିଛି, ଯେଉଁଠିକି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ପୂର୍ବ ଉପକୂଳ ଏବଂ ପଶ୍ଚିମ ଉପକୂଳ। ହେଲା ଏହାର ବିଶେଷତ୍ୱ ହେଉଛି ଏଇ ମାଟିର ବା ଏଇ ଉପକୂଳର ଆମ ଓଡ଼ିଶା ମଧ୍ୟ ଏହି ପୂର୍ବ ଉପକୂଳରେ ଅବସ୍ଥିତ। ଏହି ଅଞ୍ଚଳ ସାମୁଦ୍ରିକ ବ୍ୟବସାୟ ପାଇଁ ଏବଂ ଯେଉଁଟାକି ମତ୍ସ୍ୟ ଚାଷ କରାଯାଏ ଏବଂ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ପାଇଁ ଏହି ଉପକୂଳଟି ଜଣାଶୁଣା। ଆମେମାନେ ସମୁଦ୍ର ଉପକୂଳ ଯେନ୍ଟାକି ସି ବିଚ୍କୁ ଯାଉ, ବୁଲି ଯାଉ, ଏସବୁ ଗୁଡ଼ାକ। ହେଲା ପଶ୍ଚିମ ଉପକୂଳ ଯେଉଁଟା ଗୁଜୁରାଟରୁ ବାହାରିଛି ଆଉ ଗୁଜୁରାଟରୁ ଆରମ୍ଭ ହୋଇ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଦେଇ କେରଳ ପର୍ଯ୍ୟନ୍ତ ବିସ୍ତୃତ ହୋଇଥାଏ। ହେଲା କେରଳ ପର୍ଯ୍ୟନ୍ତ ବିସ୍ତୃତ ହୋଇଥାଏ। ଆଉ ପୂର୍ବ ଉପକୂଳଟା ଏହା ଗଙ୍ଗେୟ ତ୍ରିକୋଣ ଭୂମି ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ ଥାଏ। ହେଲା ଆମର ଏଇ ଉପକୂଳଟା ଆରମ୍ଭ କୋଉଠି? ଆରମ୍ଭ ଗୁଜୁରାଟଠୁ ଆରମ୍ଭ ହୋଇ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକ ଦେଇ କେରଳ ପର୍ଯ୍ୟନ୍ତ ଯାଇଛି। କୋଉଠି? କେରଳ ପର୍ଯ୍ୟନ୍ତ ବିସ୍ତୃତ। ପଶ୍ଚିମ ଉପକୂଳ ଏଇଟା ହଉଛି ପଶ୍ଚିମ ଉପକୂଳ। ଓକେ ଆଉ ପୂର୍ବ ଉପକୂଳ ଆମ ଗଙ୍ଗେୟ ତ୍ରିକୋଣ ଭୂମି
ଗଙ୍ଗେୟ ତ୍ରିକୋଣ ଭୂମି ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଛି ହେଲା। ତାପରେ ଆମର ଦ୍ୱୀପପୁଞ୍ଜ ଦ୍ୱୀପପୁଞ୍ଜ ତମେ ଜାଣିଥିବ, ଏଇଟା ଦେଖ ଏ ଚିତ୍ର ହେଉଛି ଦ୍ୱୀପ, ସବୁଆଡ଼େ ସମୁଦ୍ର ଘେରିକି ଅଛି। ଏହାର ମାନେ ବିଶେଷତ୍ୱ ହେଉଛି ଏହା ଗୋଟେ ସୁନ୍ଦର ଦ୍ୱୀପ ହେଲା। ବଙ୍ଗୋପସାଗରରେ ଅଛି ହେଲା, ଆଣ୍ଡାମାନ ଓ ନିକୋବର ଏବଂ ଆରବ ସାଗରରେ ଅଛି ଲକ୍ଷାଦ୍ୱୀପ। ଏହି ଦ୍ୱୀପ ଗୁଡ଼ିକ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓ ସାମୁଦ୍ରିକ ଜୀବଜନ୍ତୁଙ୍କ ପାଇଁ ଏଇଟା ହେଉଛି ପୃଥିବୀ ପ୍ରସିଦ୍ଧ ହେଲା। ପିଲାମାନେ ଜାଣିଲ ତ, ଗୋଟିଏ ଦେଶ ଭିତରେ କେତେ ପ୍ରକାର ପାଣିପାଗ, ଭୂମିରୂପ ଅଛି ଏବଂ ଭୌଗୋଳିକ ବିବିଧତା ଅଛି। ଏହି ବିବିଧତା ହିଁ ଆମ ଦେଶର ଖାଦ୍ୟପେୟ ଉପରେ ପ୍ରଭାବ ପକାଇଥାଏ, ପୋଷାକ ଉପରେ, ସଂସ୍କୃତିକୁ ମଧ୍ୟ ପ୍ରଭାବିତ କରିଥାଏ। ଏଇଥିପାଇଁ ତ କୁହାଯାଏ ଆମ ବିବିଧତା ମଧ୍ୟରେ, ଆମ ଭାରତ ବିବିଧତା ମଧ୍ୟରେ ଏକତା, ଏହା ହିଁ ଆମ ଭାରତର ବିଶେଷତା ହେଲା। ଦେଖ, ତମମାନଙ୍କ ପାଇଁ ପ୍ରଶ୍ନ ଅଛି, ଭାରତର ଭୂ ପ୍ରକୃତିକୁ କେତୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଛି? 6ଟି। ଆମେ ପର୍ବତମାଳାକୁ, ସମତଳ ଭୂମି, ମାଳଭୂମି ହେଲା, ମରୁଭୂମି, ଉପକୂଳବର୍ତ୍ତୀ ଏବଂ ଦ୍ୱୀପପୁଞ୍ଜ 6ଟି ଭାଗରେ ବିଭକ୍ତ କରାଯାଇଛି, ଯୋଉଟା ଏବେ ଆଗରୁ ପଢିଲା ହେଲା। ଆଉ 2 ନମ୍ବର ପ୍ରଶ୍ନ ହେଉଛି, ହିମାଳୟ ପର୍ବତମାଳାକୁ କେତୋଟି ସମାନ୍ତର ଶ୍ରେଣୀରେ ବିଭକ୍ତ କରାଯାଇଛି? ଏଇଟା 3ଟି। ବୃହତ ହିମାଳୟ ହେଲା, ଯୋଉଟାକି ଆମେ ହିମାଦ୍ରି କହୁଛୁ, ଏହା ସବୁଠାରୁ ଉଚ୍ଚ ଏବଂ ବର୍ଷ ସାରା ଏଠି ବରଫ ଜମି ରହେ। ଆଉ ଗୋଟେ ମଧ୍ୟ ହିମାଳୟ ଅଛି, ଉଚ୍ଚ ହିମାଳୟର ଠିକ୍ ତଳକୁ, ହିମାଦ୍ରିର ତଳକୁ ଏହି ହିମାଦ୍ରିର ଦକ୍ଷିଣକୁ ଅଛି ଏବଂ ଏଠାରେ ଅନେକ ମନୋରମ ସ୍ଥାନ ମଧ୍ୟ ଅଛି ହେଲା। ତାପରେ ବାହ୍ୟ ହିମାଳୟ ବା ଶିୱାଲିକଟା ଏଇ ସବୁଠାରୁ ଦକ୍ଷିଣକୁ ଥିବା କ୍ଷୁଦ୍ରତମ ପର୍ବତ ଶ୍ରେଣୀ। 3 ଭାଗରେ ବିଭକ୍ତ କରାଯାଇଛି। 3 ନମ୍ବର ହେଉଛି, ଭାରତର ସମଭୂମି କିପରି ସୃଷ୍ଟି ହୋଇଛି? ସମତଳ ଭୂମି। ଉତ୍ତର ଭାରତୀୟ ସମଭୂମି ମୁଖ୍ୟତଃ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସେମାନଙ୍କର ସହଚର ନଦୀଗୁଡ଼ିକ ଦ୍ୱାରା ଅଣାଯାଇଥିବା ପଟୁ ମାଟି ଦ୍ୱାରା ସଞ୍ଚୟ ହୋଇ ସୃଷ୍ଟି ହୋଇଛି ସେହି ସମତଳ ଭୂମି। ଏହି ଅଞ୍ଚଳ ଅତ୍ୟନ୍ତ ଉର୍ବର ଅଟେ। ଭାରତର ଭୌଗୋଳିକ ବିବିଧତା ଦେଶର ଜୀବନଯାତ୍ରା ଓ ଜଳବାୟୁ ଉପରେ କିପରି ପ୍ରଭାବ ପକାଇଥାଏ? କିପରି ପ୍ରଭାବ ପକାଇଥାଏ? ଦେଖ, ଆମେ ଭୌଗୋଳିକ ବିବିଧତା ଜୀବନଯାତ୍ରା ଓ ଜଳବାୟୁ ଉପରେ କିପରି ପ୍ରଭାବ ପକାଇଥାଏ ଆମେ ପଢିବା ହେଲା। ଦେଖ, ଯେହେତୁ ସ୍ଥାନ ସ୍ଥାନ ଏହା ଭିନ୍ନ ଭିନ୍ନ ଭୂମିରୂପ
କୋଉଠି ଉର୍ବର କୋଉଠି ମାଳ ଅଞ୍ଚଳ କୋଉଠି ପାହାଡ଼ିଆ ଅଞ୍ଚଳ ଥିବାରୁ କୃଷି ଉପରେ ତାର ପ୍ରଭାବ ପକାଇଥାଏ ହେଲା। ଯୋଉଠି ଉର୍ବର ସମତଳ ଭୂମି ଥିବ ସେଠି ଧାନ ଚାଷ କରାଯିବ, ଗହମ ଚାଷ ହୋଇପାରିବ, ଆଖୁ ଚାଷ ହୋଇପାରିବ, ଏସବୁ ଉର୍ବର ମାଟିରେ ହୋଇଥାଏ। ମାଳଭୂମିରେ କ'ଣ ଧାନ ହେବ କି? ହେବ ନାହିଁ। ସେଠି କପା ହେବ, ଡାଲି ହେବ ଏବଂ ବିଭିନ୍ନ ଶସ୍ୟ ମଧ୍ୟ ସେଠି ହେବ। ଏଇଟା କୃଷି ଉପରେ ଗଲା, କୃଷି ଉପରେ ମଧ୍ୟ ପ୍ରଭାବ ପକାଇବ। ଆଉ କ'ଣ? ଜଳବାୟୁ ହେଲା। ଜଳବାୟୁ କିପରି ପ୍ରଭାବ ପକାଇଥାଏ ନା ସବୁ ଅଞ୍ଚଳରେ ପିଲେ ବର୍ଷାର ପରିମାଣ ସମାନ ନୁହେଁ ହେଲା। ବର୍ଷାର ପରିମାଣ ଅଞ୍ଚଳ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। ତେଣୁ ସେ ଅଞ୍ଚଳରେ ଜଳବାୟୁର ପରିବର୍ତ୍ତନ ବା ବିବିଧତା ଦେଖାଯାଇଥାଏ। ଯେହେତୁ ସବୁ ଅଞ୍ଚଳ ସମାନ ନାହିଁ, ଏଇଟା ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। 1, 2, 3 ପଏଣ୍ଟ ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯୋଉଟା କହିଲି ମୁଁ, ଉପକୂଳ ଅଞ୍ଚଳରେ ଲୋକମାନେ କ'ଣ କରିବେ? ସମୁଦ୍ର ପାଖେ ଅଛି, ମାଛ ମାରିବେ ଓ ସାମୁଦ୍ରିକ ବ୍ୟବସାୟ କରନ୍ତି, ଯୋଉଟା ସମୁଦ୍ରରେ ଯାତାୟାତ କରି ସାମୁଦ୍ରିକ ବ୍ୟବସାୟ ହେଲା, ସମୁଦ୍ର ପଥ ବାଟ, ଏଇଟା ଜୀବିକା ଗଲା। ତାପରେ ଆମର ଆସିଲା କ'ଣ? ପର୍ବତାଞ୍ଚଳରେ, ଏଇଟା ପର୍ବତାଞ୍ଚଳ, ଏଇଟା ସମତଳ ଭୂମିରେ ଆମେ କୃଷି ହେଲା, ପାହାଡ଼ିଆ ଅଞ୍ଚଳରେ ଜଳବାୟୁ ସବୁ ପ୍ରକାର। ତାପରେ ପର୍ବତାଞ୍ଚଳରେ ଆମର କ'ଣ ହୋଇଥାଏ? ବଗିଚା ଚାଷ କରିବା, ପର୍ଯ୍ୟଟନ, ମାଳଭୂମି ଯେଉଁଟାକି ଆମର ଖଣି ଏବଂ ଶିଳ୍ପ। ପର୍ବତାଞ୍ଚଳରେ କ'ଣ? ବଗିଚା ଚାଷ, ସେଠି ତ ଆଉ ସମତଳ ଜାଗା ନାହିଁ ନା ଚାଷ କରିବା ପାଇଁ, ଏବଂ ପର୍ଯ୍ୟଟନ ସ୍ଥଳ ମଧ୍ୟ ବେଶ ଆକର୍ଷଣ ଥାଏ ପର୍ବତାଞ୍ଚଳରେ। ତାପରେ ମାଳଭୂମିରେ ତୁମେ ଜାଣିଛ ଖଣି ଏବଂ ଶିଳ୍ପର ବିକାଶ ହୋଇଥାଏ। ମାଳଭୂମିରେ ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ ମହଜୁଦ ପରିମାଣରେ ଥାଏ ହେଲା। ଆଉ କ'ଣ? ଦେଖ, ଚାରିରେ ଆମର କ'ଣ? ଜୀବିକା ଗଲା। ତାପରେ ବଗିଚା ଚାଷ, ପର୍ବତରେ ବଗିଚା ଚାଷ, ବଗିଚା ଏବଂ ପର୍ଯ୍ୟଟନ। ଆଉ ମାଳଭୂମିରେ କ'ଣ? ଖଣିଜ ଓ ଶିଳ୍ପର ବିକାଶ ହେଲା। ଆହୁରି ମଧ୍ୟ ଖାଦ୍ୟ ପୋଷାକ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଦେଖ, ଅଞ୍ଚଳ ଅନୁଯାୟୀ ଖାଦ୍ୟ, ଆମେ ଶୀତ ଅଞ୍ଚଳ ଅନୁଯାୟୀ ଖାଦ୍ୟ, ଆମେ ଚାଉଳ ଖାଉଛୁ, ଭାତ ଖାଉଛୁ, କିନ୍ତୁ ବିହାର ଆଡ଼େ ଯିବେ ରୁଟି ଖାଇବ ହେଲା। ଶୀତ ଅଞ୍ଚଳରେ ପୋଷାକ ଉପରେ କିପରି ପ୍ରଭାବ ପଡ଼େ ନା ଶୀତ ଅଞ୍ଚଳରେ ଲୋକମାନେ ଗରମ ପୋଷାକ ଅବଭିୟସଲି ପିନ୍ଧିବେ ହେଲା, ଯୋଉଠି ଶୀତ ହେଉଛି। ତାପରେ ପାହାଡ଼ିଆ ଅଞ୍ଚଳ କଥା ଆମେ ବିଚାର କରିବା। ଆଉ ଗୋଟେ ପରିବହନ ଏବଂ ଯୋଗାଯୋଗ ଉପରେ ପ୍ରଭାବ ପକାଇଥାଏ। ପାହାଡ଼ିଆ ବା ପର୍ବତାଞ୍ଚଳରେ ରାସ୍ତା ନିର୍ମାଣ ବହୁତ କଷ୍ଟକର ହେଲା। ସମତଳ ଅଞ୍ଚଳରେ ସଡ଼କ ଏବଂ ରେଳପଥ ନିର୍ମାଣ କରିବା ବହୁତ ସହଜ ହୋଇଥାଏ, କିନ୍ତୁ ପର୍ବତାଞ୍ଚଳରେ ବହୁତ କଷ୍ଟକର। ତାପରେ ଆମର ସଂସ୍କୃତି ଓ ପର୍ଯ୍ୟଟନ ଉପରେ ପ୍ରଭାବ, ଏ ଯେଉଁ ଜୈବ ମାନେ ଭୌଗୋଳିକ ବିବିଧତାର ପ୍ରଭାବରେ କ'ଣ ହୁଏ ନା ସଂସ୍କୃତି ଓ ପର୍ଯ୍ୟଟନ ଉପରେ ପ୍ରଭାବ ପକାଇଥାଏ। ଯେପରିକି ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାଷା, ତାଙ୍କର ପରମ୍ପରା ଥାଏ, ପର୍ବପର୍ବାଣୀ ଏବଂ ସଂସ୍କୃତି ଥାଏ, ଠିକ୍ ସବୁ ଅଞ୍ଚଳରେ ସମାନ ନୁହେଁ ହେଲା। ଏଇ ମାନଚିତ୍ରକୁ ଆମେ ଦେଖିକି କାହିଁକି
ଏସବୁ ହେଉଛି ଆମେ ଜାଣିପାରିଲା। ଓକେ, ମୁଁ ଆଶା କରୁଛି ତୁମେ ଏଇ କ୍ଲାସ୍ଟି ତୁମମାନଙ୍କୁ ଭାରତର ଭୌଗୋଳିକ ବିଷୟରେ କିଛି ନୂଆ କଥା ଜାଣିବାକୁ ମିଳିଥିବ। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରି ସାଙ୍ଗମାନଙ୍କୁ ସେୟାର କରି এই ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ପିଲାମାନେ। ଧନ୍ୟବାଦ। ଓକେ।